ଯୁବକ ମୃତଦେହ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଦିହ ପଞ୍ଚାୟତର ନୂଆଗାଁ ନିକଟସ୍ଥ ଏକ ନାଳରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ନାଳରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଗ୍ରାମବାସୀମାନେ ତୁରନ୍ତ ଧୁଷୁରୀ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ନାଳରେ ମୃତଦେହ ଥିବାରୁ ପୋଲିସ ଦମକଳ ବାହିନୀକୁ ସୂଚନା ଦେଇଥିଲା। ଦମକଳ କର୍ମଚାରୀମାନେ ବହୁ ପରିଶ୍ରମ ପରେ ମୃତଦେହକୁ ନାଳରୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସର ପଚରା ଉଚରା ଓ ତଦନ୍ତ ପରେ ମୃତକଙ୍କ ପରିଚୟ ମିଳିଥିଲା। ମୃତକ ଗାଡ଼ିଆଳି ପଞ୍ଚାୟତର ଝାରଡିଆ ଗ୍ରାମର ପ୍ରଶାନ୍ତ କୁମାର ବେହେରାଙ୍କ ପୁଅ ରଶ୍ମି ରଞ୍ଜନ ବେହେରା ବୋଲି ପରିବାର ଲୋକେ ଆସି ଚିହ୍ନଟ କରିଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି। ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏହା ଏକ ଦୁର୍ଘଟଣା, ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ସେ ନେଇ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ସକାଳୁ ଭୋରୁ ଗାଁ ଲୋକ ଇନଫର୍ମେସନ୍ କଲେ କି ଆମର ଏଠି ଡେଡ୍ ବଡି ଭାସୁଛି। ଏଠୁ ଆମେ ଆସିଲା ବେଳକୁ ତାପରେ ଗାଁ ଲୋକ ଇନଫର୍ମେସନ୍ କଲେଣି, ପୁଲିସକୁ ଇନଫର୍ମେସନ୍ କରିଥିଲେ। ପୁଲିସ ବାଲା ଆସିଥିଲେ। ଆମେ ଆସି ଦେଖିଲୁ ଯେ ଜଣେ ପଡ଼ିକି ମୋ ତଳୁ କରିକି ପଡ଼ିକି ଭାସୁଛି। ସେଠି ପୁଲିସ ବାଲା ଆସି ପୁଲିସ ବାଲା ଯାଇଛନ୍ତି, ତଦନ୍ତ କରୁଛନ୍ତି। ଦେଖିଲେ ପରେ ଜଣାପଡ଼ିବ। ନା କିଛି ନାହିଁ, ଅଜଣା ବ୍ୟକ୍ତି। ଆମେ ଏପଟେ ଲୋକାଲ ଲୋକ କେହି ନୁହଁ। ଭାବୁଛନ୍ତି କ'ଣ ଜଣା ପଡ଼ିବ। ପ୍ରଶାସନ ଯାଇଛନ୍ତି, ତଦନ୍ତ କରିବେ। ତଦନ୍ତ କଲେ ଜଣା ପଡ଼ିବ। ମାନେ ଗ୍ରାମାଞ୍ଚଳ ଏଠି ଲୋକଙ୍କର ଶୁଭପ୍ରତ ଏଇଭଳି ଶୁଭ ଭାସିବା କେମିତି କେତେ ଦୂର ଠିକ୍ ବୋଲି ଭାବୁଛନ୍ତି? ଠିକ୍ ତ ନୁହେଁ, ଏଇଟା ଯାହା ବି ହେଲେ ଗୋଟେ ଦୁଃଖଦ ଘଟଣା। କିନ୍ତୁ ଆମ ଏପଟରେ ଏଭଳି ଘଟଣା ହେଇନଥିଲା କେବେ। ଆମେ ଦେଖାଯାଉ, ଯାଇଛନ୍ତି ପ୍ରଶାସନ ଯାଇଛନ୍ତି, ତଦନ୍ତ କରନ୍ତୁ। ତଦନ୍ତ କଲେ ଜଣା ପଡ଼ିବ। ପାଖରେ ନଦୀ ଫଦୀ ଅଛି କି? ନାଇଁ ନାଇଁ, ସେମିତି କିଛି ନାହିଁ। ଖେଳ ପଡ଼ିଆ ପାଖରେ ଗୋଟେ ନଈ ଯାଇଛି, ନାଳ ସାଇଡ଼ରେ। ଭଦ୍ରକରୁ ଜିଲ୍ଲା ପ୍ରତିନିଧି ଉଦ୍ଧବ ଚରଣ ରାଉତଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ।